लगातार गोइंदा सूचना आधार में पारलाखेमुंडी पुलिस आज भोर प्राय 5टा समय सिंगपुर ग्राम में चढ़ाऊ कर रेल लाइन निकटरे और विभिन्न घर पछपटे लगी बेआईन देशी मद प्रस्तुति केन्द्रगुड़ी ठाब कर पुलिस को देखि एथिरे संपृक्त व्यक्ति माने घटनास्थल फरार हो जाइथिले। चढ़ाऊ समय प्राय 100 लिटर बेआईन देशी रंधा मद एहार प्रस्तुति में व्यवहृत कंडेनसर पाइप फनेल और अन्य सामग्री जबत करा जाइथिला। यासह प्राय 600 लिटर महुल पचरस को घटनास्थल में नष्ट कर दिया जाइथिला। प्राथमिक तदंतर जनापड़ी अत्यंत अपरिष्कार परिवेश रे दूषित पानी और अन्य क्षतिकारक पदार्थ मिसाई यह मद प्रस्तुत करा जाउथिला, जहाँ साधारण लोक स्वास्थ्य पर गुरुतर विपद सृष्टि करुछि। तदंतर जनापड़ी ग्रामर केतक व्यक्ति संगठित भाव में बेआईन देशी मद प्रस्तुत कर पारलाखेमुंडी सहर और आखपाख ग्रामांचल को बहु वर्ष हेब जोगाण करथिले। ଏହି ଘଟଣାରେ ପାରଳାଖେମୁଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି ଏବଂ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାରଳା ଥାନା ପକ୍ଷରୁ ଗଣମାଧ୍ୟମକୁ ସୂଚନା ମିଳିଛି। ସାର୍ କ'ଣ କହିବେ, ଯେଉଁ ମତ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ପାଇ ଯେଉଁ ଚଢ଼ାଉ ଜାରି ରହିଛି ୟା ଉପରେ କ'ଣ କହିବେ? ଆମେ ଦୀର୍ଘ 25 ଦିନ ହେଲାଣି ସିଙ୍ଗପୁର ଗ୍ରାମ ଏବଂ ଆଖାପାଖି ଗ୍ରାମରେ ଯେଉଁ ଦେଶୀ ମଦ ରନ୍ଧା ହେଉଛି, ଏହା ଅତ୍ୟଧିକ ମାତ୍ରାରେ ଟାଉନକୁ ବା ସହରକୁ ଆମ ପାରଳାଖେମୁଣ୍ଡି ସହରକୁ ପ୍ରବେଶ କରି ସେଗୁଡ଼ା ବିକ୍ରି କରୁଛନ୍ତି ବିଭିନ୍ନ ସାହିରେ, ଯଦ୍ୱାରା ହେଲ୍ଥ ହଜାର୍ଡ ବି କିଛି ରିପୋର୍ଟ ଆସିଛି। ଏହି ବାବଦରେ ଆମେ ଆଜି ସକାଳେ ଗୋଟେ ମାନେ ଆମେ ଥାନା ଷ୍ଟାଫ୍ ଏବଂ ଏସ୍ଡିପିଓଙ୍କ ନେତୃତ୍ୱରେ ଗୋଟେ ରେଡ୍ କଲୁ। এই ରେଡ୍ରେ ଆମେ ପ୍ରାୟ ଦେଖିଲୁ ସେ ଗାଁରେ ପ୍ରାୟ 10-15ଟି ଚୁଲି ଘର ପଛପଟେ ନିଜ ଘର ପଛପଟେ ଲଗେଇଛନ୍ତି, ଯେଉଁଠି ରେଲୱେ ଟ୍ରାକ୍ ଲାଇନ୍ଟେ ଯାଉଛି। ସେଠି ସେମାନେ ମହଲ ପୋଚ କରୁଛନ୍ତି ଏବଂ ବିଭିନ୍ନ ଅସନା ଅଳିଆ ଆବର୍ଜନା ପାଣି ଗୁଡ଼ାକ ସେଥିରେ ମୋଡ଼େଇକି ସେଥିରେ ଆମୋନିୟମ ଫସ୍ଫେଟ୍ ଏବଂ କିଛି ଚେର ଚମଡ଼ା ଜୋତା ଇତ୍ୟାଦି ଅଧିକ ଶୀଘ୍ର ଫର୍ମେଣ୍ଟେସନ୍ ପାଇଁ ସେଗୁଡ଼ାକୁ ପ୍ରିପେୟାର କରି ଡିଷ୍ଟିଲେସନ୍ କରୁଛନ୍ତି। ଏବଂ ଏହି ସଂକ୍ରାନ୍ତରେ ଆମେ ପ୍ରାୟ 600ରୁ ଅଧିକ ମହଲପୋଚ ଆଜି ଆମେ ଡିଷ୍ଟ୍ରୟ କରିଛୁ ଏବଂ 100 ଲିଟର ଖଣ୍ଡେ ଆମେ ପ୍ରାୟ ପ୍ରିପେୟାର୍ଡ ଯେଉଁଟା ଦେଶୀ ରନ୍ଧା ମଦ ତାକୁ ଜବତ କରିଛୁ। ଏହି ବାବଦରେ ଆମେ ଗାଁର ପ୍ରାୟ 15ରୁ ଅଧିକ ଉର୍ଦ୍ଧ୍ୱ ଲୋକଙ୍କୁ ଆମେ ଆଇଡେଣ୍ଟିଫାଏ କରିଛୁ, ଯେଉଁମାନେ ଏହି କ୍ରାଇମ୍ରେ ସଂଶ୍ଳିଷ୍ଟ ଅଛନ୍ତି ସେମାନଙ୍କୁ ଆଇଡେଣ୍ଟିଫାଏ କରିଛୁ ଏବଂ ବର୍ତ୍ତମାନ ଆମେ ଏଫଆଇଆର କରିଛୁ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। କେହି ଧରା ପଡ଼ିଛନ୍ତି ସାର୍? କ'ଣ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଧରା ପଡ଼ିନାହାନ୍ତି। ସେ ଗାଁରେ ଗାଡ଼ି ପଶିଲା ମାନେ ସେ ଗାଁର ସମସ୍ତେ ଦୌଡ଼ିକି ପଳାନ୍ତି, ଲେଡ଼ିଜ୍ ପିଲା ଛୁଆ କିଏ ରୁହନ୍ତିନି। ଏ ବାବଦରେ କିନ୍ତୁ ଆମେ ପୂର୍ବରୁ ଗୋଇନ୍ଦା ଇଏରେ ଆଇଡେଣ୍ଟିଫାଏ କରିଛୁ ଏବଂ ସେମାନଙ୍କର ସମ୍ପୃକ୍ତ ଅଛି ଏବଂ ଆଗରୁ ବି ଏଇ ସିଙ୍ଗପୁର ଗ୍ରାମରେ ବହୁତ ଥର ବି ଚଢ଼ାଉ କରାଯାଇଛି। ଆମ ତରଫରୁ ଏକ୍ସାଇଜ୍ ତରଫରୁ ବି ଚଢ଼ାଉ କରାଯାଇଛି ଏବଂ ଏହି ରନ୍ଧା ମଦ ଗୋଟେ ବ୍ୟାପାରିକ ବା ସଂଗଠିତ ମିଳିତ ଭାବରେ ସେମାନେ ଗୋଟେ ଗାଁର ବ୍ୟାପାର ଭାବରେ ତାକୁ ନେଇଛନ୍ତି। ଏଟାକୁ ଆମେ ତୁରନ୍ତ ଷ୍ଟପ୍ କରିବା ପାଇଁ ଆମେ ପରବର୍ତ୍ତୀ ପଦକ୍ଷେପ ଏଇଭଳି ପଦକ୍ଷେପ ଜାରି ରହିବ କି ସାର୍? ନିଶ୍ଚୟ ଜାରି ରହିବ। ଏହି ଖାଲି ସିଙ୍ଗପୁର ବୋଲି ନାହିଁ, ଅନ୍ୟ ସବୁ ଆମ ପାରଳାଖେମୁଣ୍ଡି ସହର ବା ସବ୍ ଡିଭିଜନ ବା ଅନ୍ୟାନ୍ୟ ଗ୍ରାମ ଗୁଡ଼ାକରେ ମଧ୍ୟ ଏହା ଚଢ଼ାଉ ଚାଲିବ। ଏଭଳି କାର୍ଯ୍ୟ ସେମାନେ ନିଜେ କରୁଛନ୍ତି ନା ଅନ୍ୟ କୌଣସି ସେମାନଙ୍କୁ ଏହି କାମରେ ଲିପ୍ତ କରୁଥିବା କିଛି ସୂଚନା ରହିଛି? ନିଶ୍ଚୟ ଏଇଟା ତ ଏଥର ନୁହେଁ, ଏଇଟା ବର୍ଷ ଚାଲି ଆସିଛି ୟାଙ୍କର, କିନ୍ତୁ ଆଗରୁ ବି ବହୁତ ଥର ଆମେ ରେଡ୍ କରିକି ଭାଙ୍ଗିଛୁ ଏବଂ କେସ୍ ବି କରିଛୁ। କିନ୍ତୁ ବର୍ତ୍ତମାନ ଗୋଟେ ଫୁଲ୍ ଷ୍ଟପ୍ ଆଣିବାକୁ ଏଥିରେ ଚାହୁଁଛୁ। ଏହି ହେଲ୍ଥ ହଜାର୍ଡ ଏଟାକୁ ଯେମିତିକି ଫର୍ଦର ସ୍ପ୍ରେଡ୍ ନ ହଉ ଏବଂ ଆମ ସେଫ୍ଟି ରହୁ, ପବ୍ଲିକ୍ ସେଫ୍ଟି ରହୁ।